ମୁଁ ତତେ ବହୁତ କଷ୍ଟ ଦେଇଥିଲି ମା। ବିଧବା ନେଇ କହି ମୁଁ ତତେ ନିର୍ଯାତନା ଦେଇଥିଲି ମା। ବାପା ବାପା ତୁ ମୋର ସବୁ ମାନ ଅଭିମାନକୁ ଭାବି ଚୁରମାର କରିଦେବୁ। नाटकर मुख्य चरित्र शांत कुमार साहू, श्रीकांत कुमार सत्यव्रत सामल अंडर सेक्रेटरी कल्चर रंजन प्रयासी हरिति को जीती चाहिए आम सार मुख्य नायक समय कुमार साहू सार नारायण मल्लिक कैरेक्टर लुल्लू गोटे जोरदार एवं आम अपा एक कल्चर जोरदार ललाटेन्दु महांती मु संपादक कल्चर डिपार्टमेंटर ओडिया साहित्य संस्कृति विभाग ओडिया भाषा साहित्य संस्कृति विभाग 5 वर्ष है आम नाटक कर भितर समस्त जहाँ आज जो नाटक थिला लुहर ठिकणा लुहर ठिकणा आखि को अजणा आचिर अभिनय थिला जने माने गरीब पिलार बापा ता पुओ होइथिले ता पुओर नाटकर अभिनय थिला से केमती तार बहुत कष्ट पाठ पढ़ी ता बापा ताको पाठ पढ़ाइला एवं से सहर आसिकी चाकरी करथिला एई विषय नाटक माध्यम वार्ता एटा या है जे जदि बापा मां को अदेखा करंतु नहीं अणदेखा करंतु नहीं तांकु जेतेबेले बाहाघर पुअर गोटे हो जाए सेतेबेले स्त्री कथार पड़ी किसी माने पड़ी था बाध्यतामूलक भाव माने अणदेखा करी बापा माँ को कर दियंती सेटा न करंतु आ गोटे कथा हला माने बापा माँ बची पर्यंत बापा माँ बची पर्यंत तांकुर सेवा शुश्रूषा सबले करंतु निहाती आग तांको उपरे गुरुत्व रही दरकार जोटा कि आम ये समाज दिग्दर्शन दब हाँ सेटा निहाती सत्य माने बापा माँ जेहेतु पुओ झील को जन्म देइछंती तांकर निश्चित किसी आशा थाए बापा माँकर से आशाटा सबुले पुओ बा झील निश्चित पूर्ण करने दरकार आउ से आशार वंचित कले केभे भी पुओ झील एटा उचित नुहे बा भल नुहे भल भी घटब ना कहीं बापा माँ आशीर्वाद ही पिला छुआर सबू उन्नति होता है। बुद्धाश्रम ये पाश्चात्य देशरू शिखिकी सब जिनस ये प्रचारित होची किंतु यहाँ हूँ पूरा माने मानर अर्थ ही ना आ गोटे कथा बापा माँ जो आशा जो पुओ उपरे बा झील उपरे जो आशाटा सेटा एते माने एते पिला मानकर भल एते माने उन्नति सेटा निजे पिला माने जानी पारि नाहंती किंतु जदि से छुआ पुओ बा झील बापा माँ प्रति से भली
ମାନେ ତାଙ୍କୁ ସେବା ଶୁଶ୍ରୂଷା ବା ତାଙ୍କ ପ୍ରତି ଭଲ ବ୍ୟବହାର ମାନେ କରନ୍ତି ଆଟଲିଷ୍ଟ ଏଇଟା ଗୋଟେ ତାଙ୍କର ନିଜ ପାଇଁ ଗୋଟେ ବହୁତ ବଡ଼ ଆଶୀର୍ବାଦ। ଆଜ୍ଞା ଆଜି ନାଟକର ଡାଇରେକ୍ସନ ହଁ ସେଇଟା ତ ଗୋଟେ ବହୁତ ବଡ଼ ଖୁସିର କଥା। ମାନେ ଆକ୍ଚୁଆଲି ନାଟକରେ ବହୁତ ବ୍ୟସ୍ତତା ସହିତ ହେଇଛି, ମାନେ ବହୁତ ଭଲ ବି ହେଲା। ମୁଁ ଏଥିରେ ବହୁତ ଖୁସି। ମାନ୍ୟବର ମନ୍ତ୍ରୀ ଯଦି କାର୍ଯ୍ୟବ୍ୟସ୍ତ ହେତୁ ଆସିପାରିନଥିଲେ ଆଉ ଆମର ମନୋରଞ୍ଜନ ପାଣିଗ୍ରାହୀ ଆମର ପୂର୍ବତନ ପ୍ରମୁଖ ଶାସନ ସଚିବ ଥିଲେ, ଆମର ସ୍ପେଶାଲ ସେକ୍ରେଟାରୀ ଦେବପ୍ରସାଦ ଦାସ ଥିଲେ ଏବଂ ସୁଧୀର କୁମାର ଦାସ ଆମର ସଭାପତି ଥିଲେ, ଲାଡ଼ନ ମହାନ୍ତି ସମ୍ପାଦକ ସମସ୍ତେ ଉପସ୍ଥିତ ଥିଲେ। ବହୁତ ମାନ୍ୟଗଣ ବ୍ୟକ୍ତି ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ଆମର ବିଭାଗର ସମସ୍ତ ଅଫିସର କର୍ମଚାରୀ ଥିଲେ। ଏଇଟା କଲଚର ଡିପାର୍ଟମେଣ୍ଟର 5ମ ବାର୍ଷିକୀ ପାଳନ କରୁଥିଲା। ଏଇଟା ପ୍ରତିବର୍ଷ ପାଳନ ହେଉଛି। ଏଇଟା ପାଳନ ହେବା ମୁଖ୍ୟ ଆକ୍ଚୁଆଲି ଆଗରୁ ମନୋରଞ୍ଜନ ପାଣିଗ୍ରାହୀ ଆମର ସାର୍ ଯେତେବେଳେ ଥିଲେ ପ୍ରଥମ ବର୍ଷ ସେଇଟାକୁ ସିଏ ହିଁ କହିଥିଲେ, ଯେହେତୁ ଅଦର ଡିପାର୍ଟମେଣ୍ଟ କରୁଛନ୍ତି ତାହେଲେ ଆପଣ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ କାହିଁକି ଗୋଟେ ନାଟକ କରିପାରିବନି, ଯେଉଁଟାକି ତାଙ୍କରି ପ୍ରେରଣାରେ ଆମେ ଆଜି ପର୍ଯ୍ୟନ୍ତ ଏଇଟା କରିଆସିଅଛୁ ହେଲା। ଆଉ ସେ ହିଁ ଆମକୁ ଦିଗ୍ଦର୍ଶନ ଦେଇଥିଲେ। ଏଇଟା ଗୋଟେ ଆଜିର ନାଟକଟା ବି ଓଡ଼ିଆ ମାନେ ଆମର ଯେଉଁ ପିତାମାତାଙ୍କୁ ବଞ୍ଚିଥିଲା ବେଳେ ଆମେ ଯେତିକି ତାଙ୍କୁ ନେଗ୍ଲେକ୍ଟ କରୁଛେ ହେଲା, ସିଏ ଚାଲିଗଲା ପରେ ଆମେ ଭାବୁଛେ, କିନ୍ତୁ ସେଇଟା ଗୋଟେ ବଡ଼ ଭୁଲ ଜିନିଷଟେ। ବଞ୍ଚିଥିଲା ବେଳେ ଆମେ ତାଙ୍କର ସେବା କରିବା ନିହାତି ଦରକାର, କାହିଁକିନା ମାନେ ପିତାମାତା ଆମକୁ ବହୁତ କଷ୍ଟ ଦେଇକି ଜନ୍ମ ଦେଇଛନ୍ତି। ଆମେ ତାଙ୍କ ଯୋଗୁଁ ମଣିଷ ହେଇଛେ, ସମାଜରେ ଆଜି ଗୋଟେ ପ୍ରତିଷ୍ଠିତ ହେଇପାରୁଛେ। ଯଦି ଆମେ ସ୍ତ୍ରୀ କଥାରେ ପଡ଼ି ବା କୌଣସି ଗୋଟେ ପରିସ୍ଥିତିରେ ପଡ଼ି ତାଙ୍କୁ ଅଣଦେଖା କରୁଛେ, ସେଇଟା କିନ୍ତୁ ଆମ ପାଇଁ ବି ଠିକ୍ ନୁହେଁ। ଆମ ପିଲାମାନେ ବି ଆମ ପାଇଁ ସେଇଟା ଗୋଟେ ଉଦାହରଣ ହେଇ ପିଲାମାନେ ବି ଆମକୁ ଭବିଷ୍ୟତରେ ପଚାରିବେନି, କାହିଁକିନା ସେମାନେ ଯାହା ଦେଖିବେ ସେଇଆ ହିଁ ଶିଖିବେ ହେଲା। ଏଇଟା ଗୋଟେ ସମାଜକୁ ବାର୍ତ୍ତା ଯିବ ଯେ ସମସ୍ତେ ଭଲ ମଣିଷ ହୁଅନ୍ତୁ, ପିତାମାତା ବଞ୍ଚିଥିଲା ବେଳେ ପିତାମାତାଙ୍କର ସେବା କରନ୍ତୁ ହେଲା। କାହିଁକିନା କିଏ କହିବ କାଲି କ'ଣ ହେଇଛି, ତେଣୁକରି ଆଜି ଯେତିକି ଦିନ ଆମେ ବଞ୍ଚିଛେ ପିତାମାତାଙ୍କୁ ନେଇକି ସଂସାର ହେଲା। ସମସ୍ତଙ୍କୁ ସ୍ତ୍ରୀ ବାଟରେ, ପିତାମାତା ବାଟରେ, ଉଭୟ ପିତାମାତା ସ୍ତ୍ରୀ ଗୋଟେ ପରିବାର ଗୋଟେ ସୁନ୍ଦର ହେଇପାରିବ ସମସ୍ତଙ୍କୁ ନେଇକି ହେଲା। ତେଣୁକରି ସମାଜକୁ ଏଇଟା ଗୋଟେ ଭଲ ବାର୍ତ୍ତା ଯିବ। ଆମେ ସମସ୍ତେ ପିତାମାତାଙ୍କୁ ସେବା କରିବା ନିହାତି ଦରକାର।